ସସ୍ପେଣ୍ଡ କରିବା ପାଇଁ ଏଭଳି କଥା ପ୍ରସ୍ତାବ କରିଛି। ପ୍ରଶାସକ ରାଜନେତାଙ୍କୁ ମୁକୁଳାଇବା ପାଇଁ ମାଓବାଦୀଙ୍କୁ 6 କୋଟି ଟଙ୍କା ଦେଇଛନ୍ତି ସରକାର। କେଉଁ ସୂତ୍ରରୁ ଏ ଟଙ୍କା ଦିଆଯାଇଛି ସେ ସମ୍ପର୍କରେ ଗୃହରେ ଉତ୍ତର ରଖନ୍ତୁ ସରକାର। ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ ପ୍ରଶାନ୍ତ ପାତ୍ର ଓ ଦିନବନ୍ଧୁ ପ୍ରଦୀପ ସୁବୁଦ୍ଧି ଓ ସୁସୁତା ପାତ୍ର ନ୍ୟୁଜ୍। ସରକାରୀ ସଂସ୍ଥା ଓଡ଼ିଶା ମାଇନିଂ କର୍ପୋରେସନ ଓଏମସି ଖଣି ଦୁର୍ନୀତିରେ ସମ୍ପୃକ୍ତ ଏକଥା ଆଉ କେହି ନୁହେଁ ଖୁବ୍ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ସ୍ୱୀକାର କରିଛନ୍ତି। ଓଏମସି 8,800 କୋଟି ଟଙ୍କାର ଅଧିକ ଖଣିଜ ସମ୍ପଦ ଉତ୍ତୋଳନ କରି ବିକ୍ରି କରିଥିବା ମନ୍ତ୍ରୀ ମାନିଛନ୍ତି। ତେବେ 3 ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାକୁ ଖଣ୍ଡନ କରିଛନ୍ତି। ଖଣି ଦୁର୍ନୀତିର ସିବିଆଇ ତଦନ୍ତର କୌଣସି ଆବଶ୍ୟକତା ନାହିଁ ବୋଲି ଖଣି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଖଣି ମହାଲୁଟ ଓ କୋଇଲା ବ୍ଲକ କେଲେଙ୍କାରୀ ଓଡ଼ିଶା ସରକାର ଓ ଓଏମସି ଭାଗିଦାରୀ ଶୀର୍ଷକ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ସରଗରମ ଆଲୋଚନା। କଂଗ୍ରେସ ଅଭିଯୋଗ କରିଥିଲା ଯେ ବିଜେପି ଶାସନ କାଳରେ ରାଜ୍ୟରେ 3 ଲକ୍ଷ କୋଟି ଟଙ୍କାର ଖଣି ଲୁଟ୍ ହୋଇଛି। ଖଣି ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ବିରୋଧୀଙ୍କ ଏ ଅଭିଯୋଗକୁ ଅଧିକ ଖୋଳା ଯାଇଥିଲା ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର। ସରକାରୀ ସଂସ୍ଥା ଓଡ଼ିଶା ମାଇନିଂ କର୍ପୋରେସନ ଓଏମସି 8,800 କୋଟି ଟଙ୍କାର ଅଧିକ ଖଣିଜ ସମ୍ପଦ ଉତ୍ତୋଳନ କରି ବିକ୍ରି କରିଥିବା